ଏହି ଜିନିଷ ହାତରେ ଧରିଲେ ଝିଅ ପୁଅ ପଛରେ ପଛରେ ଗୋଡ଼ାନ୍ତି। ଦେଖନ୍ତୁ ଆପଣମାନଙ୍କୁ ହୁଏତ ବିଶ୍ୱାସ ଲାଗୁନଥାଇପାରେ, କିନ୍ତୁ ତନ୍ତ୍ରମନ୍ତ୍ର ଯନ୍ତ୍ରରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ। କିନ୍ତୁ ସେସବୁକୁ ଆମକୁ ନିର୍ଦ୍ଦିଷ୍ଟ ତିଥି ବାର ନକ୍ଷତ୍ର ଦେଖିକି ପ୍ରୟୋଗ କରିବାକୁ ପଡ଼ିଥାଏ, ତେବେ ହିଁ ଆପଣମାନଙ୍କର ଯେକୌଣସି କାମ ହୋଇଯାଏ। ଦେଖନ୍ତୁ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ପ୍ରୟୋଗ କହୁଛି, ଯଦି ଝିଅ ଧରିଥିବ ପୁଅ ପଛେ ପଛେ ଗୋଡ଼େଇବ, ପୁଅ ଧରିଥିବ ଝିଅ ପଛେ ପଛେ ଗୋଡ଼େଇବ। ଏହା ହେଉଛି ସବୁଠାରୁ ବିଚିତ୍ର ଏବଂ ଚମତ୍କାର ବଶୀକରଣ ମୋହିନୀ ପ୍ରୟୋଗ ବିଧି। କେବଳ ମାତ୍ର ଆପଣମାନଙ୍କୁ ଏହାର କେତେଗୁଡ଼ିଏ ବିଧିବିଧାନ ପାଳନ କରିବାକୁ ପଡ଼ିବ। ତାପରେ ଏହି ଜିନିଷରେ ଏମିତି କିଛି ମୋହିନୀ ଶକ୍ତି ବା ବଶୀକରଣ ଶକ୍ତି ଆସିଯିବ, ଫଳରେ ଆପଣମାନେ ହାତରେ ଧରିଥିବେ ଆଉ ଆପଣମାନେ ଯାହାକୁ କହିବେ ସେ ଆପଣଙ୍କ ପଛେ ପଛେ ଚାଲି ଆସିବ, ଯେଉଁଠିକୁ କହିବ ସେଇଠିକି। ଆପଣମାନେ ଏହି ମେସେଜଟିକୁ ଧ୍ୟାନ ଦେଇକି ଟିକେ ପଢ଼ନ୍ତୁ। ଯଦି ଆପଣମାନଙ୍କୁ ମୋହିନୀ ତାବିଜ ଦରକାର ଥାଏ କିମ୍ବା ମୋହିନୀ ଔଷଧ ଦରକାର ଥାଏ, ତାହେଲେ ଆପଣମାନେ ପ୍ରଥମେ ଭାବନ୍ତୁ, ଚିନ୍ତା କରନ୍ତୁ, ତାପରେ ଆମକୁ କଲ୍ କରିକି ଏହିସବୁ ଜିନିଷ ନିଜ ପାଖକୁ ମଗାନ୍ତୁ। କାହିଁକିନା ଆପଣମାନେ ପ୍ରଥମେ କହିବେ, ଗୁରୁଜୀ ଏମିତି ଜିନିଷ ଦିଅନ୍ତୁ ଯେଉଁଟା ଆମେ ବ୍ୟବହାର କରିଦେଲେ ସେ ଝିଅ ଆମ ବିନା ରହିପାରିବ ନାହିଁ, ସେ ଝିଅ ଆମ ବିନା ପାଗେଳି ହେଇଯିବ, ସେ ଝିଅ ତାଙ୍କ ଘର ଛାଡ଼ିକି ଆମ ଘରକୁ ଚାଲି ଆସିବ। ଆମେ ଆପଣମାନଙ୍କ କଥା ମାନିକି ଆପଣଙ୍କୁ ସେହି ପ୍ରକାର ଦେଇଥାଉଁ। ଯେତେବେଳେ ସେଇ ଝିଅ ଆପଣମାନଙ୍କ ପାଖକୁ ଆସିବା ପାଇଁ ଜିଦ୍ କରେ, ଆପଣଙ୍କ ସହିତ ବାରମ୍ବାର କଥା ହୁଏ, ଆପଣଙ୍କ ବିନା ରହିପାରେ ନାହିଁ, ତାପରେ ଆପଣମାନେ କ'ଣ କୁହନ୍ତି, ଗୁରୁଜୀ ନର୍ମାଲର ଦେବା କଥା। ଭାଇ ସେମିତି ଭୁଲ କରିବେ ନାହିଁ, ଯେଉଁ ହିସାବରେ ଦରକାର ଥିବ ଆପଣମାନେ ସେହି ହିସାବରେ କହିବେ। ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଗୋଟିଏ ଫଳ ଦେଖାଯାଉଛି, ଏହା ହେଉଛି ପଳାଶ ଫଳ। ଆପଣମାନେ କ'ଣ କରିବେ, 3ଟି ପଳାଶ ଫଳ ସଂଗ୍ରହ କରିନେବେ ଏବଂ ଗୋଟିଏ ବାଉଁଶ ସଂଗ୍ରହ କରିନେବେ। ଦେଖନ୍ତୁ ବାଉଁଶ କମ୍ ସେ କମ୍ ଫୁଟେ ହେଇଥିବ, ଆଉ ଯେଉଁ ଫମ୍ପା ଥାଏ ସେଇଟା ଦରକାର ପଡ଼ିବ ଆପଣଙ୍କୁ, ବାଉଁଶର ଫମ୍ପା ଦରକାର ପଡ଼ିବ ହେଲା। ତାପରେ ଆପଣ କ'ଣ କରିବେ, ଏହି 3ଟି ପଳାଶ ଫଳକୁ ଆପଣମାନେ ତା ଭିତରେ ପୂରେଇ ଦେବେ, ଯେଉଁ ଫମ୍ପା ଥିବ ତା ଭିତରେ ପୂରେଇ ଦେବେ। ତାପରେ ଆପଣମାନେ କ'ଣ କରିବେ, ମାଟି ଭର୍ତ୍ତି କରିଦେବେ ହେଲା, ମାଟି ମାନେ ଓଦା ମାଟି ଭର୍ତ୍ତି କରିଦେବେ। ତାପରେ ସେଇଟାକୁ ଶ୍ମଶାନକୁ ନେଇକି ଚାଲିଯିବେ, ଆଉ ଶ୍ମଶାନରେ ଦେଖିବେ ଶବ ଦାହ କରିଥିବେ, ଶବ ଦାହ କରିଥିବେ, ଆଉ ତାପରେ କ'ଣ ଥିବ, ସେଠି ଅଙ୍ଗାର ଥିବ। ସେଇ ଅଙ୍ଗାର କ'ଣ ହେବ, ମାନେ ଟିକେ ଟିକେ ଜଳୁଥିବ, ସମ୍ପୂର୍ଣ୍ଣ ଜଳୁନଥିବ, ଟିକେ ଟିକେ ଜଳୁଥିବ। ତାପରେ ସେଇ ବାଉଁଶକୁ ସେହି ଯେଉଁ ଅଙ୍ଗାର ଜଳୁଥିବ ନାହିଁ କି ତା ପାଖରେ ରଖିଦେବେ, ଯେମିତିକି ତାହାର ଗରମରେ ଏଇଟା କ'ଣ ହେବ, ଫୁଲିଯିବ। ବୁଝିଲେ କି ନାହିଁ, ଯେଉଁ ଭିତରେ ମଞ୍ଜି ଥିବ ସେଇଟା ସିଝିକି ଫୁଲିଯିବ, କିନ୍ତୁ ଜାଳିବେ ନାହିଁ, କେବଳ ଗରମରେ ଏଇଟା ଫୁଲିବା ଆବଶ୍ୟକ। ଯେତେବେଳେ ଏଇଟା ସମ୍ପୂର୍ଣ୍ଣ ଭାବରେ ଫୁଲିଯିବ, ତାପରେ ସେଇଟାକୁ ଆପଣ କ'ଣ କରିବେ, ବାହାର କରିନେବେ। ତାପରେ ଆପଣମାନେ କ'ଣ କରିବେ, ସେହି ପଳାଶ ଫଳକୁ ଆପଣମାନେ ଯେତେବେଳେ ଫଡ଼ା କରିବେ ବା ଫାଳ କରିବେ, ତା ଭିତରେ ମଞ୍ଜି ଥିବ, ସେହି ମଞ୍ଜିକୁ ଆପଣମାନେ କ'ଣ କରିବେ, ଯତ୍ନ ସହକାରେ ଆପଣମାନେ ଘିଅ ସହିତ ରଖିଥିବେ ହେଲା, ଘିଅ ସହିତ ରଖିବେ। ଯେତେବେଳେ ଆପଣମାନେ କାହାକୁ ଆକର୍ଷଣ ବା ବଶୀକରଣ କରିବା ପାଇଁ ଚାହାନ୍ତି ବା କିଏ ତୁମ ପଛେ ପଛେ ଗୋଡ଼ ଚାହାନ୍ତି, ତାହେଲେ କ'ଣ କରିବେ, ଆପଣମାନେ ସେଇଟାକୁ ଅଣ୍ଟାରେ ଖୋସିବେ, 3ଟିକୁ ଅଣ୍ଟାରେ ଖୋସିବେ ହେଲା। ତାପରେ ଆପଣ ଯାଇକି ଯାହାକୁ ଆପଣଙ୍କ ପଛେ ପଛେ ଆଣିବାର ଥିବ ତାକୁ ଯାଇକି ଛୁଇଁ ଦେବେ। କିନ୍ତୁ ଗୋଟେ କଥା, ମୁଁ ଆପଣମାନଙ୍କୁ ଗୋଟେ ବିଧି କହୁନାହିଁ ଯେଉଁଟାକି ନିଜ ଗୁରୁ ଏକା ନିଜ ଶିଷ୍ୟକୁ ଦେଇଥାଏ, କେବଳ ମୁଁ ଆପଣଙ୍କ ପ୍ରୟୋଗ ବିଧି କହୁଛି। କିନ୍ତୁ ଏଠି ଗୋଟେ ସର୍ଟ ମନ୍ତ୍ର ଲାଗିଥାଏ, ମାନେ ଛୋଟିଆରୁ ଛୋଟିଆ ମନ୍ତ୍ର, ଯେମିତିକି ଓମ୍, ସେମିତି ଗୋଟିଏ ହିଁ ମନ୍ତ୍ର ଲାଗିଥାଏ। ମୁଁ ଆପଣମାନଙ୍କୁ ସେହି ମନ୍ତ୍ର କହିବାରେ ଅସମର୍ଥ, କାହିଁକିନା ମୁଁ ଆପଣମାନଙ୍କର ଗୁରୁ ନୁହେଁ। କାହିଁକିନା ସେଇଟା ଆପଣଙ୍କ ଗୁରୁ ଦେଲେ ହିଁ ସେଇଟା ଆପଣଙ୍କ ପାଇଁ କାମ କରିବ, ଆଉ ମୁଁ ଦେଲେ ଆପଣଙ୍କ ପାଇଁ କାମ କରିବ ନାହିଁ। ଯଦି ଆପଣମାନେ ସେସବୁ ଜାଣିବା ପାଇଁ ଚାହାନ୍ତି, ତାହେଲେ ଆପଣମାନେ ଗୋଟେ କାମ କରିବେ, ଟେକ୍ ବିଜ୍ଞାନ ଚ୍ୟାନେଲ ଫେସବୁକ୍ ପେଜ୍ରେ ଆପଣମାନେ ସେହି ମନ୍ତ୍ରଟି ପାଇପାରିବେ, ଗୋଟିଏ ମନ୍ତ୍ର କେବଳ। କାହିଁକିନା ସେଠି ଆମେ ଅନେକ ଲୋକଙ୍କୁ ମନ୍ତ୍ର ଶିକ୍ଷା ଦେଉଛୁ, ଅନେକ ଲୋକ ଆମ ସହିତ ଲାଇଭ୍ରେ ସେଠି ଜଡ଼ିତ ହୁଅନ୍ତି, ଆଉ ସେମାନେ ଲାଇଭ୍ ଚାଟିଂ କରିକି ଆମ ସହିତ ମନ୍ତ୍ର ଶିକ୍ଷା କରନ୍ତି।